14 ବର୍ଷର ଅଭିଜ୍ଞତା ଭିତ୍ତିରେ ଯୋଗାଣ ସହାୟକମାନଙ୍କ ଚାକିରି ସ୍ଥାୟୀକରଣ ସମ୍ପର୍କରେ ମହାଶୟ ଆମ୍ଭେ ରାଜ୍ୟ ଯୋଗାଣ ସହାୟକ ସଂଘ ଓଡ଼ିଶା ପକ୍ଷରୁ ବିନମ୍ରତା ପୂର୍ବକ ଜଣାଉଛୁ ଯେ ଗତ 14 ବର୍ଷ ଧରି ଆମ୍ଭେମାନେ ପଞ୍ଚାୟତ ସ୍ତରରେ ଯୋଗାଣ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଥା ପିଡିଏସ୍ ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ନିର୍ବାଚନ କାର୍ଯ୍ୟ, କୋଭିଡ୍-19 ସମୟରେ ଜନସେବା ଏବଂ ବର୍ତ୍ତମାନ ଚାଲିଥିବା ଇକେୱାଇସି କାର୍ଯ୍ୟ ନିଷ୍ଠା, ଦକ୍ଷତା ଓ ସତ୍ୟତାର ସହିତ ସମ୍ପାଦନ କରିଆସୁଛୁ। ଦୀର୍ଘ 14 ବର୍ଷର ଅଭିଜ୍ଞତା ଓ ନିରନ୍ତର ସେବା ସତ୍ତ୍ୱେ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟରତ ଅଛୁ ଏବଂ ମାତ୍ର 8,000 ଟଙ୍କା ମାସିକ ପାରିଶ୍ରମିକ ପାଉଛୁ। ଏହି ସ୍ୱଳ୍ପ ପାରିଶ୍ରମିକରେ ବର୍ତ୍ତମାନର ଦ୍ରବ୍ୟମୂଲ୍ୟ ବୃଦ୍ଧି ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଆମ୍ଭେ ସମସ୍ତେ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ହେବା ସହିତ ଦୀର୍ଘ ଅଭିଜ୍ଞତା ମଧ୍ୟ ଅର୍ଜନ କରିଛୁ। ପୂର୍ବରୁ ଗ୍ରାମ ରୋଜଗାର ସେବକ ଜିଆର୍ଏସ୍ ମାନଙ୍କୁ ସ୍ଥାୟୀକରଣ କରାଯାଇ ଏଡିଓ ପଦବୀ ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ ଆମ୍ଭମାନଙ୍କ ପ୍ରତି ମଧ୍ୟ ସମାନ ନ୍ୟାୟସଙ୍ଗତ ବିଚାର କରି ଚାକିରି ସ୍ଥାୟୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଆମ୍ଭେ ଦୃଢ଼ ଭାବେ ଦାବି କରୁଛୁ। ଆମ୍ଭେ ସରକାରଙ୍କ ନୂତନ ସିଏମ୍ଏୱାଇ ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ପୂର୍ଣ୍ଣ ସମର୍ଥନ ଓ ସମ୍ମାନ ଜଣାଇ ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସଦା ପ୍ରସ୍ତୁତ ଅଛୁ। ତଥାପି ଆମ୍ଭମାନଙ୍କର ଦୀର୍ଘ ଦିନର ନ୍ୟାୟୋଚିତ ଦାବି ଯଦି ଆସନ୍ତା 10 ଜୁଲାଇ 2026 ସୁଦ୍ଧା ପୂରଣ ନ ହୁଏ ତେବେ ସଂଘ ବାଧ୍ୟ ହୋଇ ସେହି ତାରିଖଠାରୁ ସାମୂହିକ ଛୁଟି ମାସ୍ ଲିଭ୍ ଗ୍ରହଣ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଆରମ୍ଭ କରିବ। ଏହା ସହିତ ଆଗାମୀ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବ। ଅତଏବ ଆମ୍ଭମାନଙ୍କର ନ୍ୟାୟସଙ୍ଗତ ଦାବିକୁ ସହାନୁଭୂତିର ସହିତ ବିଚାର କରି ଯଥାଶୀଘ୍ର ଚାକିରି ସ୍ଥାୟୀକରଣ ସମ୍ବନ୍ଧରେ ସକାରାତ୍ମକ ଓ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ଅନୁରୋଧ କରୁଛୁ। ସ୍ୱାଗତ। ଆଜି ଆମର ଯୋଗାଣ ସହାୟକ ରାଜ୍ୟ ଯୋଗାଣ ସହାୟକ ସଂଘର ପ୍ରେସ୍ ମିଟ୍ରେ ଆପଣମାନେ ଆସିକି ଆପଣଙ୍କର ଜରିଆରେ ଯେଉଁ ବାର୍ତ୍ତା ଯିବ ସରକାରଙ୍କୁ ସେଥିପାଇଁ ଧନ୍ୟବାଦ। ବର୍ତ୍ତମାନ ରାଜ୍ୟ ଯୋଗାଣ ସହାୟକ ସଂଘର ସମସ୍ତେ ଆମର ମୁଁ ରାଜ୍ୟ ସଭାପତି ସଞ୍ଜୀବ ଦାସ, ଆମର ସେକ୍ରେଟାରୀ ଅଛନ୍ତି ଅରୁଣ ବାବୁ, ଷ୍ଟ୍ରାଇକ୍ ପ୍ରେସିଡେଣ୍ଟ ଆମର ଷ୍ଟ୍ରାଇକ୍ କମିଟି ପ୍ରେସିଡେଣ୍ଟ ରହିଲେ ସନ୍ତୋଷ ଭାଇ, ଆଉ ଡିଷ୍ଟ୍ରିକ୍ଟ ଆମର ଭାଇସ୍ ପ୍ରେସିଡେଣ୍ଟ ଗୁଡ଼ାକ ରହିଲେ। ଆମେ ଗୋଟେ ବାର୍ତ୍ତା ପହଞ୍ଚାଇବା ପାଇଁ ଚାହୁଁଛୁ। ଦୀର୍ଘ 14 ବର୍ଷ କାଳୀନ ଆମେ କାମ କଲା ସତ୍ତ୍ୱେ ମଧ୍ୟ ସରକାର ପୂର୍ବ ସରକାରକୁ ଆମେ ଅନେକ ଥର ଦେଇଥିଲୁ ଦାବିପତ୍ର, କିନ୍ତୁ ସେ ଆମକୁ ସବୁବେଳେ ହଁ କହିକି ଠକି ଚାଲିଥିଲେ, ଅଣଦେଖା କଲେ। ଆଉ ବର୍ତ୍ତମାନ ନୂତନ ସରକାରକୁ ବି 2 ବର୍ଷ ପୂର୍ତ୍ତି ମଧ୍ୟରେ ଆମେ ଅନେକ ଥର ଦେଇଛୁ। ସେ ବି ଚିନ୍ତା କରିଛନ୍ତି ଆମ ପାଇଁ, ଆଉ କହିଛନ୍ତି କମିଟମେଣ୍ଟ ମଧ୍ୟ କରିଛନ୍ତି ଆମର ସ୍ଥାୟିତ୍ୱ ପାଇଁ। କିନ୍ତୁ ବର୍ତ୍ତମାନ ଆଉ ଗୋଟେ ଆମର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁ ଲଞ୍ଚ କରିଛନ୍ତି ସରକାର, ଆମେ ସମ୍ମାନ ସହିତ ସେଇଟା ବି ସ୍ୱାଗତ କରୁଛୁ ଆଉ ବିତରଣ ମଧ୍ୟ କରିବୁ। କିନ୍ତୁ ସମସ୍ତଙ୍କର ନିଷ୍ପତ୍ତି କ୍ରମେ ଆମେ ଆଗାମୀ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ଆମେ ନିର୍ଦ୍ଧାରିତ କରିଛୁ ଯେ ଜୁଲାଇ 10 ପର୍ଯ୍ୟନ୍ତ ଯଦି ସରକାର ଆମର କିଛି ଚିନ୍ତା ନ କରିବେ ତାହେଲେ ଆମେ ସାମୂହିକ ଛୁଟିରେ ରହିକି ଆଗାମୀ ଦିନରେ ରାଜରାସ୍ତାରେ ଓହ୍ଲାଇବୁ। ଆମର ଦେଖନ୍ତୁ ଆଜ୍ଞା, 14 ବର୍ଷ ଚାକିରି ଭିତ୍ତି ମଧ୍ୟରେ ଆମର ମାସିକ ଦରମା ଆମକୁ ସରକାର ବର୍ତ୍ତମାନ ସୁଦ୍ଧା 8,000 ଟଙ୍କା କେବଳ ଦେଉଛନ୍ତି, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଛନ୍ତି ଅନସ୍କିଲ୍ଡ ଲେବରକୁ 400 ସମଥିଙ୍ଗ ଆଉ ସ୍କିଲ୍ଡ ଲେବରକୁ 700 କେତେ ଟଙ୍କା ଦେଉଛନ୍ତି। ଆମକୁ 8,000 ଦରରେ ମାସିକ କେତେ ଟଙ୍କା ଦୈନିକ କେତେ ଟଙ୍କା ହେଲା, ଆମର 200 ସମଥିଙ୍ଗ ଟଙ୍କା ହେଲା। ବର୍ତ୍ତମାନ ଦରଦାମ ଯେଉଁ ବୃଦ୍ଧି ନଜରକୁ ରଖିକି 8,000 ଟଙ୍କା ପରିବାର କରିବା ବହୁତ କଠିନ ହେଉଛି। ସେଥିପାଇଁ ବାରମ୍ବାର ଆମେ ସରକାରକୁ ଦାବିପତ୍ର ଦେଲା ସତ୍ତ୍ୱେ ମଧ୍ୟ ଆମର ଆଜି ଯାଏଁ ଯଦି ଅଣଦେଖା କରିଛନ୍ତି ତାହେଲେ ଆମେ ସବୁ କାର୍ଯ୍ୟ ବନ୍ଦ କରିକି ଆଗାମୀ ଜୁଲାଇ 10 ଠାରୁ ଆମେ ସାମୂହିକ ଛୁଟିରେ ରହିକି ଆମେ ରାଜରାସ୍ତାକୁ ଓହ୍ଲାଇବୁ। ସମ୍ବିଧାନର ଅଧିକାର ଅନୁସାରେ ଆମେ ହକ୍ ପାଇଁ ଆମେ ଲଢ଼େଇ କରିବୁ। ବହୁତ ବହୁତ ଧନ୍ୟବାଦ। ସ୍ୱାଗତ କରିବି ସମସ୍ତ ମିଡ଼ିଆ ପର୍ସନମାନଙ୍କୁ ଯେଉଁମାନେ କି ଚତୁର୍ଥ ସ୍ତମ୍ଭ ଭାବେ ଆମର এই জনহিতকর কার্যক্রমে আপনার সামিল রয়েছেন। আপনার জরিয়ারে ওড়িশা রাজ্য সরকারଙ୍କୁ যোগাণ সহায়ক নিবেদন এইটি আপনার আমি জনাওছু, যা কি আপনার জাঁচান বিগত বহু বর্ষ ধরি দীর্ঘ 14 বর্ষ ধরি অনবরত ভাবে যোগাণ সহায়ক মানে পঞ্চায়েত স্তরের পিডিএস চাউল বন্টনঠু আরম্ভ করে পঞ্চায়েতর সমস্ত কার্যক্রম করে আসছেন। এসহিত করোনা মহামারী আমি
ଯୋଗାଣ ସହାୟକ ମାନେ ସମସ୍ତେ ଘରେ ଘରେ ଥିଲେ, କିନ୍ତୁ କେବଳ ଗୋଟିଏ ଯୋଗାଣ ସହାୟକ ପ୍ରତ୍ୟେକ ଘରେ ଗରିବ ଲୋକମାନଙ୍କୁ ଏବଂ କରୋନା ପୀଡ଼ିତ ଲୋକମାନଙ୍କୁ ଚାଉଳ ବଣ୍ଟନ କରିଥିଲା ବାହାରେ ଆସିକିରି। ଏ ହେଉଛି ମହାନତା ଯୋଗାଣ ସହାୟକମାନଙ୍କର। ଏବଂ ପଞ୍ଚାୟତ ସ୍ତରୀୟ ଆପଣମାନେ ଭୀମ ଭୋଇ ସାମର୍ଥ୍ୟ ଶିବିର କୁହନ୍ତୁ, ଇଲେକ୍ସନ୍ କୁହନ୍ତୁ, କିମ୍ବା ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କର ଭତ୍ତା ବଣ୍ଟନଠୁ ଆରମ୍ଭ କରି ଯେଉଁ ଦାୟିତ୍ୱ ସରକାର ଯୋଗାଣ ସହାୟକମାନଙ୍କୁ ଦେଇଛି ସେ ସମସ୍ତ କାର୍ଯ୍ୟ କରି ଆସିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୋଗାଣ ସହାୟକ ପରିବାର, ଯୋଗାଣ ସହାୟକ ନିରାଶ୍ରୟ ଭାବରେ ରହିଛି। ଆପଣଙ୍କ ଜରିଆରେ ପୁଣି ସରକାରଙ୍କୁ ଅନୁରୋଧ କରୁଛୁ ଯେ ବିଗତ ଯାହାକି ଜିଆର୍ଏସ୍ ମାନେ ଆମ ଭଳି ଆମ ସହିତ ସର୍ଭିସ୍ କରି ଚାକିରି ପାଇ ସେମାନେ ଆଜି ରେଗୁଲାର ହିଁ ଏଡିଓ ଭାବେ କାର୍ଯ୍ୟରତ ହୋଇ ରହିଛନ୍ତି, କିନ୍ତୁ ଯୋଗାଣ ସହାୟକ ଆଜି ନିରାଶ ହୋଇକି ରହିଛି। ଏଣୁ ମୁଁ ଆପଣଙ୍କ ଜରିଆରେ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛି ଯେ କେବଳ 8,000 ଦରମାରେ ଗୋଟିଏ ଯୋଗାଣ ସହାୟକ ପରିବାର ବଞ୍ଚିପାରିବ ନାହିଁ। ଏବଂ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ଏବେ ଯେଉଁ ମୁଖ୍ୟମନ୍ତ୍ରୀ ଆମର ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଚାଲିଛି, ଓଡ଼ିଶା ସରକାରଙ୍କୁ ସମ୍ମାନ ଦେଇ ଆମେ ସେହି ଚାଉଳ ବଣ୍ଟନ ବା PDS ରାଇସ୍ ବଣ୍ଟନ କରିବୁ। କିନ୍ତୁ ବିଗତ ଦିନ ଯାହାକି ଆଗାମୀ ଦିନ ସରକାରଙ୍କ ଯଦି ଆମର এই ପାରିଶ୍ରମିକ ତ ବୃଦ୍ଧି ନୁହଁ, ରେଗୁଲାର ଯଦି ଆମର ଚାକିରିକି କରାହେବ ନାହିଁ, ସ୍ଥାୟିତ୍ୱ କରାହେବ ନାହିଁ, ତାହେଲେ ଆଗାମୀ ଦିନ ମାସ୍ ଲିଭ୍ ନେଇ ଦରକାର ପଡ଼ିଲେ ସାମୂହିକ ଆମର ସମସ୍ତ ଯୋଗାଣ ସହାୟକମାନେ ଚାକିରି ରିଜାଇନ୍ ଦେଇ ମଧ୍ୟ ରାଜରାସ୍ତାରେ ଆସି ସରକାରଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବୁ। ଏ ହେଉଛି ଆମର ନିଷ୍ପତ୍ତି। ବର୍ତ୍ତମାନ ରାଜ୍ୟ ଯୋଗାଣ ସହାୟକ ସଂଘର କାର୍ଯ୍ୟକାରୀ ସଭାପତି ତଥା ସମ୍ପାଦକ ଚାର୍ଜରେ ଅଛି। ଆପଣମାନଙ୍କୁ ବିଗତ ଗୋଟେ ବର୍ଷ ହେଇଯିବ ଆପଣମାନଙ୍କୁ ମଧ୍ୟ ଆମେ ଡାକିଥିଲୁ ଆମର ସମବେଦନା ଜଣାଇବା ପାଇଁ। ଆପଣମାନେ ସମସ୍ତେ ସହଯୋଗ କରିଥିଲେ। ସେହି ସମୟରେ ମଧ୍ୟ ଆମେ ସରକାରଙ୍କୁ ଜଣାଇଥିଲୁ ଯେ ଦୀର୍ଘ 2012 ମସିହାରୁ ଏପର୍ଯ୍ୟନ୍ତ ଆମେ କାମ କରି ଆସୁଛୁ। ଏପର୍ଯ୍ୟନ୍ତ ସରକାର ଆମର ନା ବିଗତ ସରକାର କିଛି କରିଥିଲେ ନା ଏ ସରକାର କିଛି ମଧ୍ୟ ଏପର୍ଯ୍ୟନ୍ତ କିଛି ଆଖି ଦୃଶିଆ ପଦକ୍ଷେପ ଆମ ପାଇଁ ନେଇନାହାନ୍ତି। ଏ ମହଙ୍ଗା ଯୁଗରେ ଏ ଯେଉଁ ଲୋକଙ୍କ ସରକାର ଆସିଛନ୍ତି ଯେ ସବୁବେଳେ କହୁଛନ୍ତି ଆମେ ଲୋକଙ୍କ ପାଇଁ ଅଛୁ, ଆମେ ମଧ୍ୟ ସମର୍ଥନ କରୁଛୁ। ନିଶ୍ଚିତ ଭାବରେ ସରକାର ଲୋକଙ୍କ ପାଇଁ ଅଛନ୍ତି। ତ ସେ ଲୋକଙ୍କ ଭିତରେ ଆମେ ତ ଯେଉଁ 3500 ପରିବାର ଅଛୁ, ଆମ ପାଇଁ ତ ସରକାର କିଛି ଚିନ୍ତା କରିଥିବେ। 8,000 ଟଙ୍କାରେ କେମିତି ଗୋଟେ ପରିବାର ଚଳିବ? ଆପଣମାନେ ନିଜେ ଚିନ୍ତା କରନ୍ତୁ। ଆମେ 8,000 ଟଙ୍କାରେ ବର୍ତ୍ତମାନ ବର୍ଷ ସାରା କାମ କରୁଛୁ। ଏବେ ବର୍ତ୍ତମାନ ସରକାରଙ୍କର ନୂତନ ଯୋଜନା ଲାଗୁ ହୋଇଛି, ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ ଯୋଜନା। ଆମେ ବର୍ତ୍ତମାନ ମାସ ସାରା এই କାର୍ଯ୍ୟରେ ବ୍ୟସ୍ତ ରହିବୁ। ମାସ ସାରା କାର୍ଯ୍ୟରେ ବ୍ୟସ୍ତ ରହିକି ଆମେ 8,000 ଆମ ପରିବାର ପ୍ରତିପୋଷଣ କରିପାରିବୁ? ଗୋଟିଏ ଗଣତାନ୍ତ୍ରିକ ପଦ୍ଧତିରେ ଅଧିକାର ଅଛି ଆମର ଯେ ଯେଉଁମାନେ କାର୍ଯ୍ୟ କରନ୍ତି କୌଣସି ଡିପାର୍ଟମେଣ୍ଟରେ 10 ବର୍ଷରୁ ଉର୍ଦ୍ଧ୍ୱ କିମ୍ବା 6 ବର୍ଷରୁ ଉର୍ଦ୍ଧ୍ୱ ହେଲା ମାନେ ସରକାର ତାଙ୍କ କଥା ବୁଝିବା ପାଇଁ ବାଧ୍ୟ। ଆମେ କିନ୍ତୁ କ'ଣ ପାପ କରିଛୁ? 14 ବର୍ଷ ଧରି ବର୍ତ୍ତମାନ ଆମେ ସରକାର କାମ କରୁଛୁ। 2012 ମସିହାରେ ଅଦ୍ୟାବଧି କାମ କରୁଛୁ। ଆଉ କେତେ ଦିନ କାମ କଲା ପରେ ସରକାର ଆମ କଥା ବୁଝିବେ? ଯେହେତୁ ଲୋକଙ୍କ ସରକାର ଲୋକଙ୍କ ପାଇଁ କାମ କରୁଛନ୍ତି, ଆମର ଗୋଟିଏ ନିବେଦନ ଏ ଯେଉଁ 3500 ପରିବାର ଅଛନ୍ତି ତାଙ୍କ ବିଷୟରେ ଟିକେ ସରକାର ଚିନ୍ତା କରନ୍ତୁ। ଏ 3500 ପରିବାର ଯୋଗାଣ ସହାୟକ ଯେଉଁ ପରିବାର ଅଛନ୍ତି କେମିତି ଚଳିବେ? ତେଣୁ ଆମର ଗୋଟିଏ ଦାବି ଆଜ୍ଞା, ଆମକୁ ସ୍ଥାୟୀ ନିଯୁକ୍ତିର ମାନ୍ୟତା ଦିଆଯାଉ, ଯାହାଦ୍ୱାରା ଆମେ ଯେଉଁ 3500 ପରିବାର ସରକାରଙ୍କ ଯାହା ଯୋଜନା ଅଛି ଆମେ ତ ଲୋକଙ୍କ ପାଖରେ ପହଞ୍ଚୁଛୁ ନା। ଖାଲି ତ ଆମେ ଯେ PDS ବଣ୍ଟନ କରୁଛୁ ତାହା ନୁହଁ, କ'ଣ କାର୍ଯ୍ୟ କରୁଛୁ ଆପଣମାନଙ୍କୁ ମଧ୍ୟ ଆମେ ଆଗରୁ ଜଣାଇଥିଲୁ। ଭତ୍ତା ବଣ୍ଟନ, ପ୍ରଧାନମନ୍ତ୍ରୀ ଯେଉଁ ଅଛି ଆମର ଆବାସ ଯୋଜନା ତାକୁ ବି ଆମେ କରୁଛୁ ଇନକ୍ୱାରି। ଆମର ଇଲେକ୍ସନ୍ ଡ୍ୟୁଟି ବି କଲୁ, ଭତ୍ତା ବଣ୍ଟନ କଲୁ, ଯାହା ଯାହା କାମ ଅଛି ପଞ୍ଚାୟତ ଲେବୁଲରେ, ପଞ୍ଚାୟତ ଲେବୁଲରୁ ଯାହା ବି ଚିଠି ଗଲା ଆମେ ସବୁ କାମରେ ସହଯୋଗ କଲୁ। କିନ୍ତୁ ସରକାର ତ ଥରେ ଆମ କଥା ଚିନ୍ତା କରନ୍ତୁ। ଏଇ ଯେଉଁ ପିଲାମାନେ ଆମର କାମ କରୁଛନ୍ତି, ଖାଲି ପିଲାମାନେ ନୁହନ୍ତି ସାର୍, ଆମେ ଗୋଟେ ଗ୍ରାଜୁଏଟ୍, ପୁଣି ଗ୍ରାଜୁଏଟ୍ ପଞ୍ଚାୟତର ଟପ୍ ଲେବୁଲ୍ ଗ୍ରାଜୁଏଟ୍। ଆମ କ୍ୟାରିୟର କ'ଣ ଏମିତି ବର୍ବାଦ ହେବ ଆଜ୍ଞା? ତେଣୁ ଆପଣଙ୍କ ମାଧ୍ୟମରେ ଆମର ନିବେଦନ ଯେ କମ୍ ସେ କମ୍ ସରକାର ଟିକେ ଅନୁଭବ କରନ୍ତୁ ଯେ ଏଇ ଯେଉଁ 3500 ଯୋଗାଣ ସହାୟକ ଅଛନ୍ତି ତାଙ୍କ ପରିବାର କେମିତି ଚଳିବେ। ସରକାର ବହୁତ ଚିନ୍ତା କରୁଛନ୍ତି ଲୋକଙ୍କ ପାଇଁ। ପୁଣି ସରକାର କହିଛନ୍ତି ଯେ ଆମ ପାଇଁ ଆଗାମୀ ଦିନରେ କେମିତି ସ୍ଥାୟୀ ନିଯୁକ୍ତି ଦିଆହେବ କିମ୍ବା ନୂଆ ପୋଷ୍ଟିଂ ହେବ ତା ବିଷୟରେ ବି ଚିନ୍ତା କରୁଛନ୍ତି। ତେଣୁ ସେଇ ବିଷୟରେ ଆମ ବିଷୟରେ ବି କିଛି ଚିନ୍ତା କରନ୍ତୁ।